ସମସ୍ତଙ୍କୁ ମୋ ନମସ୍କାର। ମୁଁ ନିକୁ ଆପଣଙ୍କୁ ଲୋକସ୍ ନିକୁ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆପଣମାନଙ୍କର ବି ଟ୍ରାଞ୍ଜାକ୍ସନ୍ ଏଣ୍ଟ୍ରି କଲାବେଳେ ଭିଓ ଏସ୍ଏଜି କିମ୍ବା ସିଏଲ୍ଏଫ୍ର ପାସବୁକ୍ ଡିଲିଟ୍ ହେଇଯାଇଛି କି? ଯଦି ସେ ଡିଲିଟ୍ ହେଇଯାଇଛି ତାହେଲେ ଆଜିର ଭିଡ଼ିଓଟି ଆପଣମାନଙ୍କ ପାଇଁ। ଆସନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ଦେଖନ୍ତୁ, ଫାର୍ଷ୍ଟ ଭିଡ଼ିଓ ଷ୍ଟାର୍ଟ କରିବାକୁ ହେଲେ ଆପଣ ଯେମିତି ଲୋକସ୍ ଆପଣ ପ୍ରୋଫାଇଲ୍ ଓପନ୍ କରିବେ। ଆପଣ ଏସ୍ଏଜିରେ କରନ୍ତୁ, ସିଏଲ୍ଏଫ୍ରେ କରନ୍ତୁ କିମ୍ବା ଭିଓର କରନ୍ତୁ। ପ୍ରୋଫାଇଲ୍ ଆପଣଙ୍କୁ ଲୋକସ୍ ଆପ୍ ହିଁ ଓପନ୍ କରିବାର ଅଛି। ଓପନ୍ କରିସାରିଲା ପରେ ଯେହେତୁ ମୋର ସିଏଲ୍ଏଫ୍ର କରୁଛି, ଦେଖନ୍ତୁ ସିଏଲ୍ଏଫ୍ର ଯେଉଁ ଅଛି ଆମର ଭ୍ୟୁ ଡିଟେଲ୍ସ, ଫାର୍ଷ୍ଟ ଭ୍ୟୁ ଡିଟେଲ୍ସ ଉପରେ କ୍ଲିକ୍ କରି ବେସିକ୍ ଇନଫର୍ମେସନ୍ କମ୍ପ୍ଲିଟ୍ ଅଛି। ବାସ୍ ଦେଖନ୍ତୁ ଏଠି ବ୍ୟାଙ୍କ ଡିଟେଲ୍ସରେ ଯେହେତୁ ଗୋଟେ ସିଏଲ୍ଏଫ୍ରେ ଅଧିକ ବ୍ୟାଙ୍କ ଡିଟେଲ୍ସ ଥାଏ, ବଟ୍ ଏଠି ଗୋଟିଏ ପାସବୁକ୍ ଅପଲୋଡ଼ ଶୋ କରୁଛି, ଆଉ କିଛି ପାସବୁକ୍ ଶୋ କରୁନି। କେତେଜଣ କ'ଣ କରନ୍ତି, ଏଠି ଆଡ୍ ଡିଟେଲ୍ସକୁ ଯାଇକି ବ୍ୟାଙ୍କ ଆକାଉଣ୍ଟ ଏଣ୍ଟ୍ରି କରନ୍ତି। ବଟ୍ ଏଠି ଆପଣଙ୍କୁ 3 ଡଟ୍ ଉପରେ କ୍ଲିକ୍ କରିବାର ଅଛି। କ୍ଲିକ୍ କରିସାରିଲା ପରେ ଏଠି ଦେଖନ୍ତୁ ତଳେ ଅଛି ଆମର ଗୋଟେ ରିଫ୍ରେଶ୍ ଡାଟା, ଗୋଟେ କ୍ଲିକ୍ କରି ଦେଖାଇ ଦେଉଛି ରିଫ୍ରେଶ୍ ଡାଟା। ଆପଣଙ୍କୁ ୱାନ୍ସ ଗୋଟେ ଥର ଏଇଟା ରିଫ୍ରେଶ୍ ଡାଟା କରିବାର ଅଛି। ରିଫ୍ରେଶ୍ ଡାଟା କ୍ଲିକ୍ କଲା ପରେ ଡାଟା ଡାଉନଲୋଡ଼ ସକ୍ସେସଫୁଲ୍ ହେଲା ପରେ ଦେନ୍ ଆପଣ ନେକ୍ସଟ ଆପଣ ପୁଣି ଭ୍ୟୁ ଡିଟେଲ୍ସ ଚେକ୍ କରିବେ। ତ ଚେକ୍ କରିସାରିଲା ପରେ ତାପରେ ଦେଖନ୍ତୁ ନେକ୍ସଟକୁ ଆମେ ଯିବା। ବେଶୀ ଇନଫର୍ମେସନ୍ ପରେ ଆମେ ନେକ୍ସଟକୁ ଗଲେ ତାପରେ ବ୍ୟାଙ୍କ ଡିଟେଲ୍ସ। ଏଠି ଦେଖନ୍ତୁ ସମସ୍ତ ସିଏଲ୍ଏଫ୍ରେ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଏଠି ଶୋ କରାଇବ। ଆଉ ଏଠି ଆପଣଙ୍କୁ ମୁଁ ଗୋଟେ କଥା କହି ରଖୁଛି, ଗୋଟେ ସିଏଲ୍ଏଫ୍ର ହଉ କିମ୍ବା ଭିଓର ହଉ କି ଏସ୍ଏଜିର ହଉ, ଆପଣଙ୍କ ଗୋଟେ ଅଛି PFMS। ଏଠି ଦେଖିପାରନ୍ତୁ, ମୁଁ ଏଠି କ୍ଲିକ୍ କରି ଦେଖାଉଛି PFMS। ଯଦି PFMS ଭେରିଫାଏଡ଼୍ ଅଛି ତାହେଲେ ଆପଣଙ୍କୁ କେବେ ବି ପାସବୁକ୍ ଅପଲୋଡ଼ କରିବା ପାଇଁ ପଡ଼ିବନି। କାରଣ ଗୋଟେ ଥର ୱାନ୍ସ PFMS ଭେରିଫାଏଡ଼୍ ହୋଇଗଲା ପରେ ଆପଣ କେବଳ ରିଫ୍ରେଶ୍ କରିଦେବେ, ଆପଣଙ୍କର ଯେତେକ ଆକାଉଣ୍ଟ ଏଣ୍ଟ୍ରି ହୋଇଥିବ ଆକାଉଣ୍ଟ ଶୋ କରାଇବ। ମନେ ରଖନ୍ତୁ, PFMS ଯଦି ଭେରିଫାଏଡ଼୍ ଅଛି ତାହେଲେ ଆଉ ଥରେ ଆକାଉଣ୍ଟ ଏଣ୍ଟ୍ରି କରିବେ ନାହିଁ, ଡବଲ୍ ଆକାଉଣ୍ଟ ଶୋ କରାଇବ। ଦେନ୍ ଆପଣ ନେକ୍ସଟ ଆପଣ ଲାଷ୍ଟକୁ ଯିବେ। ନେକ୍ସଟ ଆପଣ ଡିଟେଲ୍ସ ଚେକ୍ କରିବା ପାଇଁ ଚେକ୍ କରିପାରିବେ। ଚେକ୍ କରିକି ଆପଣ ସେଭ୍ କରିପାରିବେ। ତ ସେଭ୍ କରିସାରିଲା ପରେ ଦେନ୍ ଆପଣ କ'ଣ କରନ୍ତି, ଏଠି ସେଣ୍ଡ ଫର୍ ଆପ୍ରୁଭାଲ୍ ଗୋଟେ ଅଛି। ଏଠି ଦେଖନ୍ତୁ, ମୁଁ ଆପଣଙ୍କୁ ଦେଖାଇ ଦେଉଛି। ବ୍ୟାକ୍ ଟୁ ହୋମ୍ କରିସାରିଲା ପରେ ସିଏଲ୍ଏଫ୍ର 3 ଡଟ୍ସ ଉପରେ କ୍ଲିକ୍ କଲା ପରେ ସେଣ୍ଡ ଫର୍ ଆପ୍ରୁଭାଲ୍ ଅଛି। ସେଣ୍ଡ ଫର୍ ଆପ୍ରୁଭାଲ୍ ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ PFMS ଭେରିଫାଏଡ଼୍ ନ ହେଇଛି ତାହେଲେ ଆପଣ ସେଣ୍ଡ ଫର୍ ଆପ୍ରୁଭାଲ୍ କରିବେ। ଯଦି PFMS ଭେରିଫାଏଡ଼୍ ଅଛି ତାହେଲେ ସେଣ୍ଡ ଫର୍ ଆପ୍ରୁଭାଲ୍ ନ କଲେ ବି ଚଳିବ, କିଛି ଅସୁବିଧା ରହିବ ନାହିଁ। ବ୍ଲକ୍ ଅଲରେଡ଼ି ଆପଣଙ୍କର ଆକାଉଣ୍ଟ ଅପଲୋଡ଼ କରିଦେଇଛି, ତ ଆପଣ ଅପଲୋଡ଼ ନ କଲେ କିଛି ଅସୁବିଧା ହେବନି। ଯଦି ଆପଣ ଚାହିଁବେ ଅପଲୋଡ଼ କରିବା ପାଇଁ ଅପଲୋଡ଼ କରିପାରିବେ। ତ ସେଣ୍ଡ ଫର୍ ଆପ୍ରୁଭାଲ୍ ଯଦି PFMS ଭେରିଫାଏଡ଼୍ ନ ହେଇଛି ତାହେଲେ ସେଣ୍ଡ ଫର୍ ଆପ୍ରୁଭାଲ୍ କରିବେ। ଦେନ୍ ଓକେ। ତ ଏମିତି ଭାବରେ ପୁରା ସିମ୍ପଲ୍ରେ ଆପଣଙ୍କର ଲୋକସ୍ର ଯେତେକ କାମ ଆପଣ କରିପାରିବେ। ଯଦି ଆକାଉଣ୍ଟ ଡିଲିଟ୍ ହେଇଯାଇଛି ତାହେଲେ ରିଫ୍ରେଶ୍ ବି କରିକି ଆପଣ କରିପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ନିହାତି ଭାବରେ ଲାଇକ୍ କରିଦେବେ, ଆଉ କମେଣ୍ଟ ବକ୍ସରେ ଜଣାଇବେ, ଆପଣଙ୍କ ମତାମତ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।